ଆଜି ଆମେ ଏହି ଭିଡ଼ିଓରେ ଚତୁର୍ଥ ଶ୍ରେଣୀ ଭାଷା ମହକ 2 ବହିର ଦ୍ୱିତୀୟ ଅଧ୍ୟାୟ ସ୍ୱାଧୀନ ଦେଶର ସନ୍ତାନ ଆମେ କବିତାଟି ପଢ଼ିବା, ବୁଝିବାକୁ ଚେଷ୍ଟା କରିବା ଏବଂ ଏହାର ଅଭ୍ୟାସ କାର୍ଯ୍ୟ ମଧ୍ୟ ଆଲୋଚନା କରିବା। ଏହି କବିତାଟି ଏକ ଅତି ସୁନ୍ଦର ଦେଶଭକ୍ତିମୂଳକ କବିତା ଅଟେ। ଏଥିରେ ଭାରତୀୟ ଶିଶୁମାନଙ୍କର ମନରେ ଦେଶପ୍ରେମ, ସେବା ମନୋଭାବ ଏବଂ ଜାତୀୟତାବୋଧ ଜାଗ୍ରତ କରିବାକୁ ଚେଷ୍ଟା କରାଯାଇଛି। ସ୍ୱାଧୀନ ଦେଶର ସନ୍ତାନ ଆମେ, ଭାରତ ଆମର ଜନ୍ମଭୂଇଁ, ଖେଳି ବୁଲି ବଢ଼ୁ ତାହାରି କୋଳରେ, ତାର ନଦ ନଦୀ କାନନ ଛୁଇଁ। ଅର୍ଥାତ୍ ଆମେ ଏକ ମୁକ୍ତ ବା ସ୍ୱାଧୀନ ଦେଶର ପିଲା। ଭାରତ ହେଉଛି ଆମର ଜନ୍ମଦାତ୍ରୀ ମା ପରି। ଆମେ ଏହି ମାଟିର ନଦୀ ଓ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶରେ ଖେଳି ବୁଲି ବଡ଼ ହେଉଛୁ। ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ, ଚଉଦିଗ ହସେ ତାହାରି ଆଲୋକେ, ମାଟି ତାର ଦିଏ ଶସ୍ୟ ଫଳ। ଅର୍ଥାତ୍ ଆମ ଦେଶର ପବନ ଏବଂ ଜଳ ଆମ ଶରୀରକୁ ବଳ ଦେଇଥାଏ। ଏହି ଦେଶର ସୂର୍ଯ୍ୟାଲୋକରେ ଚାରିଆଡ଼େ ଝଲସି ଉଠେ ଏବଂ ଏହାର ପବିତ୍ର ମାଟି ଆମକୁ ଖାଇବା ପାଇଁ ବିଭିନ୍ନ ପ୍ରକାରର ଶସ୍ୟ ଓ ଫଳ ପ୍ରଦାନ କରିଥାଏ। ତା ଆଖିରେ ଆମେ ସଭିଏଁ ସମାନ, ସାନ ଅବା ବଡ଼ ଯେତେକ ପ୍ରାଣୀ, ତାହାରି ବୁଦ୍ଧ ବିଶ୍ୱେ ପହିଲେ, ଶୁଣାଇଲା ତାର ସାମ୍ୟବାଣୀ। ଅର୍ଥାତ୍ ଭାରତ ମାତା ପାଇଁ ସମସ୍ତେ ସମାନ। ଏଠାରେ କେହି ଛୋଟ ବା ବଡ଼ ନୁହନ୍ତି। ଏହି ମାଟିର ସନ୍ତାନ ଗୌତମ ବୁଦ୍ଧ ସାରା ପୃଥିବୀକୁ ପ୍ରଥମେ ସମତା ବା ସାମ୍ୟର ମନ୍ତ୍ର ଶିଖାଇଥିଲେ। ତାହାରି ଗାନ୍ଧୀ ଜନତାର କାନେ ମୁକ୍ତିର ଡାକ ଶୁଣାଇବାରେ, ନିର୍ଭୟେ ହସି ସତ୍ୟର ଜୟ ଲେଖିଗଲା ନିଜ ରକତ ଧାରେ। ଅର୍ଥାତ୍ ମହାତ୍ମା ଗାନ୍ଧୀ ଆମ ଦେଶର ଲୋକଙ୍କୁ ସ୍ୱାଧୀନତା ବା ମୁକ୍ତିର ସ୍ୱର ଶୁଣାଇଥିଲେ। ସେ ନିଜ ଜୀବନ ଦେଇ ବା ନିଜର ରକ୍ତଧାରରେ ଏବଂ ଅହିଂସା ମାଧ୍ୟମରେ ସତ୍ୟର ବିଜୟ କରାଇଥିଲେ। ଅନୁସରି ସେହି ସତ୍ୟର ପଥ, ପୂର୍ବପୁରୁଷ କିରତି ହେଜି, ଉତ୍ସାହେ ମାତି ଦେଶର କର୍ମେ, ଆଶରେ ଲାଗିବା ଜଡ଼ତା ତେଜି। ଅର୍ଥାତ୍ ଆମେ ସେହି ସତ୍ୟ ପଥରେ ଚାଲିବା ଏବଂ ଆମ ପୂର୍ବପୁରୁଷଙ୍କ ଗୌରବକୁ ମନେ ପକାଇ, ହେଜି ମାନେ ହେଉଛି ମନେ ପକାଇ, ଆଳସ୍ୟ ମାନେ ହେଉଛି ଜଡ଼ତା, ଆଳସ୍ୟ ତ୍ୟାଗ କରି ଦେଶ କାମରେ ନିଜକୁ ନିୟୋଜିତ କରିବା। ଅଗ୍ରଣୀ ହେବା ଶିକ୍ଷାରେ ଆମେ, ରଖିବାନି ଦେଶେ ଅଜ୍ଞ ଜଣେ, ଆସିଲେ ଅରାତି ଗ୍ରାସିବାକୁ ଦେଶ, ପଣ କରି ପ୍ରାଣ ପଶିବା ରଣେ। ଅର୍ଥାତ୍ ଆମେ ଶିକ୍ଷା କ୍ଷେତ୍ରରେ ସବୁଠାରୁ ଆଗରେ ରହିବା ଏବଂ ଦେଶର କୌଣସି ବି ଲୋକ ଯେପରି ଅଶିକ୍ଷିତ ବା ଅଜ୍ଞ ନ ରହନ୍ତି ତାହା ଦେଖିବା। ଯଦି କେହି ଶତ୍ରୁ ବା ଅରାତି ଆମ ଦେଶକୁ ଆକ୍ରମଣ କରେ, ତେବେ ଆମେ ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧ ବା ରଣ କରି ଦେଶକୁ ରକ୍ଷା କରିବା। ଅରଯିବା ଯେତେ ବିଜ୍ଞାନ ଧନ, ସରଯିବା ନୂଆ ଶିଳ୍ପ ରାଜି, ବରଯିବା ଯେତେ ଭେଦାଭେଦ ଭାବ, ନବଭାରତ ସେବକ ସାଜି। ଅର୍ଥାତ୍ ଆମେ ବିଜ୍ଞାନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବା ଏବଂ ନୂଆ ନୂଆ କଳକାରଖାନା ତିଆରି କରିବା। ଜାତି ଧର୍ମର ଭେଦଭାବକୁ ଦୂର କରି ଏକ ନୂଆ ଭାରତ ଗଠନ ପାଇଁ ସେବା କରିବା। ଯିଏ ଯୋଉଁ ଥାଉ ଜନମ ଭୂଇଁର, କଲ୍ୟାଣେ ସଦା ରହିବା ରତ, ସ୍ୱାଧୀନ ଦେଶର ସନ୍ତାନ ଆମେ, ସ୍ୱାଧୀନତା ଆମ ଜୀବନ ବ୍ରତ। ଅର୍ଥାତ୍ ଆମେ ଯେଉଁଠାରେ ବି ଥାଉ ନା କାହିଁକି ସବୁବେଳେ ଦେଶର ମଙ୍ଗଳ ବା କଲ୍ୟାଣ ପାଇଁ କାମ କରିବା। ସ୍ୱାଧୀନତାକୁ ବଜାୟ ରଖିବା ହିଁ ଆମ ଜୀବନର ମୁଖ୍ୟ ଲକ୍ଷ୍ୟ ବା ବ୍ରତ ହେବା ଉଚିତ। ଏହି କବିତାଟି ଆମକୁ ଶିକ୍ଷା ଦିଏ ଯେ ଆମେ ଦେଶର ଗୌରବ ରକ୍ଷା କରିବା, ଶିକ୍ଷିତ ହେବା, ଶତ୍ରୁ କବଳରୁ ଦେଶକୁ ରକ୍ଷା କରିବା ଏବଂ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ। ଏବେ ଆମେ ଏହାର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। ଆସ କଥା ହେବା। 1 ନମ୍ବରଟି କହିଛି, ଆମ ଦେଶର ନାମ କୁହ। ଉତ୍ତର, ଆମ ଦେଶର ନାମ ହେଉଛି ଭାରତ। 2 ନମ୍ବରଟି କହିଛି, ଆମ ଦେଶ ବିଶ୍ୱକୁ କ'ଣ ଶିଖାଇଲା। ଉତ୍ତର, ଆମ ଦେଶ ଭାରତ ମହାପୁରୁଷ ବୁଦ୍ଧଙ୍କ ଜରିଆରେ ସମଗ୍ର ବିଶ୍ୱକୁ ସାମ୍ୟ ବା ସମାନତାର ବାଣୀ ପ୍ରଥମେ ଶିଖାଇଲା। ତାପରେ 3 ନମ୍ବରଟି କହିଛି, କବିତାରେ ଅଜ୍ଞତାକୁ କିପରି ନଷ୍ଟ କରିବା କଥା କୁହାଯାଇଛି। ଉତ୍ତର, କବିତାରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ବା ଆଗୁଆ ହୋଇ ଅଜ୍ଞତାକୁ ନଷ୍ଟ କରିବା କଥା କୁହାଯାଇଛି। ଦେଶରେ ଜଣେ ହେଲେ ବି ବ୍ୟକ୍ତି ଯେପରି ଅଶିକ୍ଷିତ ହୋଇ ରହିବେ ନାହିଁ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଟାଇପିଂ କଲାବେଳେ ଟିକେ ସ୍ପେଲିଂ ମିଷ୍ଟେକ୍ ହେଇଯାଉଛି, ଦେଖିକି ଲେଖିବେ। ତାପରେ 4 ନମ୍ବରଟି କହିଛି, ଆମେ ଦେଶକୁ କିପରି ରକ୍ଷା କରିବା। ଉତ୍ତର, ଯଦି ଶତ୍ରୁ ଆମ ଦେଶକୁ ଗ୍ରାସ କରିବାକୁ ବା ଆକ୍ରମଣ କରିବାକୁ ଆସେ, ତେବେ ଆମେ ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧ କ୍ଷେତ୍ରରେ ଲଢ଼େଇ କରି ଦେଶକୁ ରକ୍ଷା କରିବା।
5 ନମ୍ବରଟି କହିଛି କାହା ଆଖିରେ ଆମେ ସମସ୍ତେ ସମାନ। ଉତ୍ତର ଆମ ଜନ୍ମଭୂମି ବା ଭାରତ ମାତାଙ୍କ ଆଖିରେ ଆମେ ସମସ୍ତେ ସମାନ। ତାପରେ କହିଛି ଆସ ଉତ୍ତର ଲେଖିବା। 1 ନମ୍ବରଟି କହିଛି ଆମ ଦେଶ କେବେ ସ୍ୱାଧୀନ ହୋଇଥିଲା? ଉତ୍ତର ଆମ ଦେଶ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନ ହୋଇଥିଲା। ତାପରେ 2 ନମ୍ବରଟି କହିଛି ଆମ ଶରୀରକୁ କିଏ ଶକ୍ତି ଯୋଗାଇଛି? ଉତ୍ତର କବିତା ଅନୁସାରେ ଆମ ଜନ୍ମଭୂମିର ସମୀର ବା ପବନ ଏବଂ ଜଳ ଆମ ଶରୀରକୁ ଶକ୍ତି ଯୋଗାଇଛି। 3 ନମ୍ବରଟି କହିଛି ଆମେ ଶସ୍ୟ କେଉଁଠାରୁ ପାଉ? ଉତ୍ତର ଆମେ ଆମ ଦେଶର ପବିତ୍ର ମାଟିରୁ ବିଭିନ୍ନ ପ୍ରକାରର ଶସ୍ୟ ଓ ଫଳ ପାଉ। 4 ନମ୍ବରଟି କହିଛି ପରାଧୀନତାରୁ ମୁକ୍ତି ପାଇଁ କିଏ ଜନତାଙ୍କୁ ପ୍ରେରଣା ଯୋଗାଇଥିଲା? ଉତ୍ତର ପରାଧୀନତାରୁ ମୁକ୍ତି ପାଇଁ ମହାତ୍ମା ଗାନ୍ଧୀ ଜନତାଙ୍କୁ ପ୍ରେରଣା ଯୋଗାଇଥିଲେ। 5 ନମ୍ବରଟି କହିଛି ବିଜ୍ଞାନର ଅଗ୍ରଗତି ହେଲେ ଆମେ କ'ଣ କରିପାରିବା? ଉତ୍ତର ବିଜ୍ଞାନର ଅଗ୍ରଗତି ହେଲେ ଆମେ ନୂଆ ନୂଆ ଶିଳ୍ପରାଜି ବା କଳକାରଖାନା ଗଢ଼ିପାରିବା ଏବଂ ବିଜ୍ଞାନ ଧନ ଅର୍ଜନ କରି ଦେଶକୁ ସମୃଦ୍ଧ କରିପାରିବା। ତାପରେ କହିଛି ଭାଷାର କଥା ପଢ଼, ବୁଝ ଓ ଲେଖ। ପ୍ରତ୍ୟେକ ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ପାର୍ଶ୍ୱସ୍ଥ କୋଠରୀରେ ଲେଖ। 1 ନମ୍ବରଟି କହିଛି ଆମେ କେଉଁଠି ଖେଳି ବୁଲି ବଢ଼ିଛୁ? ଉତ୍ତର ଜନ୍ମଭୂମିର କୋଳରେ। 2 ନମ୍ବର ସତ୍ୟର ଜୟ କଥା କିଏ ଶିଖାଇଥିଲେ? ଉତ୍ତର ମହାତ୍ମା ଗାନ୍ଧୀ। 3 ନମ୍ବର ନବଭାରତର ସେବକ ସାଜି ଆମେ କ'ଣ କରିବା? ଉତ୍ତର ଭେଦାଭେଦ ଭାବ ଦୂର କରିବା। 4 ନମ୍ବର ଆମେ ଜଡ଼ତା ତେଜି କ'ଣ କରିବା? ଉତ୍ତର ଦେଶ ପାଇଁ କାମ କରିବା। ତାପରେ କହିଛି କବିତାରୁ ଖୋଜି ଲେଖ। ଯେପରି ଜଳ ଫଳ ସେହିପରି ପ୍ରାଣୀ ବାଣୀ ହେଜି ତେଜି ଜଣେ ରଣେ ଶିଳ୍ପରାଜି ସାଜି ବାରେ ଧାରେ। ତାପରେ 2 ନମ୍ବରଟି କହିଛି ପଦ୍ୟର ଅଂଶକୁ ସଜାଡ଼ି ଖାଲି ଘରେ ଲେଖ। କ ନମ୍ବରଟି ହେବ ଭାରତ ଆମର ଜନ୍ମଭୂଇଁ। ଖ ନମ୍ବରଟି ହେବ ମାଟି ତାର ଦିଏ ଶସ୍ୟ ଫଳ। ଗ ନମ୍ବରଟି ହେବ ସରଯିବା ନୂଆ ଶିଳ୍ପରାଜି। ଘ ନମ୍ବରଟି ହେବ ସ୍ୱାଧୀନତା ଆମ ଜୀବନ ବ୍ରତ। ଙ ନମ୍ବରଟି ହେବ ଆଶରେ ଗଢ଼ିବା ଜଡ଼ତା ତେଜି। ତାପରେ 3 ନମ୍ବରଟି କହିଛି ନିମ୍ନ ଶବ୍ଦ ଗୁଡ଼ିକର ବିପରୀତାର୍ଥ ବୋଧକ ଶବ୍ଦ ଗୁଡ଼ିକୁ ଖାଲି ଘରେ ଲେଖ। ସ୍ୱାଧୀନ ପରାଧୀନ ଜନମ ମରଣ ଆଲୋକ ଅନ୍ଧକାର ଅଜ୍ଞ ବିଜ୍ଞ ନଦ ନଦୀ। ତାପରେ ଦେଇଛି ତୁମ ପାଇଁ କାମ। ନିମ୍ନ ଚିତ୍ରକୁ ଦେଖି 2 ଧାଡ଼ି କବିତା ଲେଖ। ଚିତ୍ରଟିରେ 2 ଜଣ ପିଲା ଗୋଟିଏ ଗଛ ଲଗାଉଛନ୍ତି ଏବଂ ପାଣି ଦେଉଛନ୍ତି। ଏହା ପରିବେଶ ସୁରକ୍ଷା ଓ ଗଛ ଲଗାଇବାର ବାର୍ତ୍ତା ଦେଉଛି। ଏହାକୁ ଆଧାର କରି ଆମେ ଏକ କବିତା ଲେଖିବା। କବିତାଟି ହେଉଛି ଗଛ ଲଗାଅ ଜୀବନ ବଞ୍ଚାଅ ସତେଜ ପବନ ପାଅ ପରିବେଶ ସୁରକ୍ଷା ପାଇଁ ଆସ ସମସ୍ତେ ମିଶିଯାଅ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।